हरे कृष्ण। तो सभी भक्तों के चरण कमल रे मोर कोटि कोटि प्रणाम। वंशा कल्पतरुभ्यश्च कृपा सिंधुभ्य एव च पतितानां पावनेभ्यो वैष्णवेभ्यो नमो नमः। जय अनंत कोटि वैष्णव वृंद की जय। जगत गुरु श्रील प्रभुपाद की जय। पतित श्रील गुरु महाराज की जय। श्रीमद् भगवत गीता की जय। बहुत बहुत धन्यवाद प्रभु। बहुत सुंदर आज श्लोक। भवसागर को पारैबा ପାଇଁ କେତେ ସୁନ୍ଦର ଭଗବାନ କହୁଛନ୍ତି। ତ ଆମେ ଏଇଟା 36 ନମ୍ବର ଶ୍ଲୋକ ପଢ଼ିଲେ ଚତୁର୍ଥ ଅଧ୍ୟାୟ है ना। ତାକୁ କ'ଣ କହୁଛନ୍ତି ଏଠି, ଯଦି ତୁମେ ପାପୀମାନଙ୍କ ଭିତରେ ବି ପାପୀ ହୁଅ ତଥାପି ଯେତେବେଳେ ତୁମେ ଏଇ ଦିବ୍ୟ ଜ୍ଞାନ ରୂପକ ନୌକାରେ ବସିଯିବ ତ ଗୋଟେ ସୁଖପୂର୍ବକ ଭବସାଗରକୁ ପାରେଇଯିବ। ଦେଖନ୍ତୁ ଭଗବାନ ଏଇ ସାଗର ଜଗତଟାକୁ ଭବାର୍ଣ୍ଣବ କହୁଛନ୍ତି, ମାନେ ଦୁଃଖର ଅର୍ଣ୍ଣବ ମାନେ ସାଗର। ଯିଏ ଜଗତଟା ବନେଇଛନ୍ତି ସିଏ ଦୁଃଖର ସାଗର କହୁଛନ୍ତି, କିନ୍ତୁ ଆମେ ସମସ୍ତେ ପ୍ରୟାସ କରୁଛେ ସୁଖରେ ରହିବା। ବଡ଼େ ବଡ଼େ ସାଇଣ୍ଟିଷ୍ଟ ମାନେ ତାଙ୍କ ମଥା ବୁଦ୍ଧି ସବୁ ଲଗାଉଛନ୍ତି ସୁଖାଳୟ ବନେଇବା ପାଇଁ। ଦୁଃଖାଳୟକୁ ସୁଖାଳୟରେ ପରିବର୍ତ୍ତନ କରିବା ପାଇଁ କେତେ କ'ଣ ପ୍ରଚେଷ୍ଟା ଚାଲିଛି, କିନ୍ତୁ ଏମିତି କୌଣସି ମେଡ଼ିସିନ ବାହାର କଲେଣି ଖାଇଦେବା ଆଉ ବୁଢ଼ା ହେବାନି, ବି ଖାଇଦେବା ଆଉ ବିମାର ପଡ଼ିବାନି, ଖାଇଦେବା ଆଉ ମୃତ୍ୟୁ ହେବନି। ନାଇଁ, ଏ ଚାରିଟା ଦୁଃଖ ଏଠି ରହିବ, ପ୍ଲସ୍ ତିନିଟା ଆହୁରି, ଆଦି ଦୈବିକ, ଆଦି ଭୌତିକ, ଆଦି ଆତ୍ମିକ କଷ୍ଟ। ଦେବତାମାନଙ୍କ ଦ୍ୱାରା ଦିଆହେଉଛି କଷ୍ଟ, ନିଜ ଶରୀରରୁ ବିମାରୀ ରୂପରେ କଷ୍ଟ, ଅନ୍ୟ ଜୀବ ଦ୍ୱାରା କଷ୍ଟ। ସେଇପାଇଁ ଭଗବାନ କହୁଛନ୍ତି ଦୁଃଖାର୍ଣ୍ଣବ। ସାଗର ସହିତ ତୁଳନା କରୁଛନ୍ତି, କାହିଁକିନା ସାଗରରେ ଯେମିତି ଯାଆଡ଼କୁ ଦେଖିବ ପାଣି 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 ହେଲା, ତ ସେଇଭଳି ସଂସାରରେ ଯେଉଁଠିକି ଦେଖିବ ଦୁଃଖ ହିଁ ଦୁଃଖ। ଏଠି କୋଟିପତି ବି ଦୁଃଖୀ, ଏଠି ରୋଡ଼ପତି ବି ଦୁଃଖୀ, ସମସ୍ତେ ଦୁଃଖୀ। କିନ୍ତୁ ଫିର୍ ବି ଆମେ ଏ ଦୁଃଖର ସାଗରକୁ ପାରିବା ପାଇଁ ଆମ ମନରେ ସେ ଜିଜ୍ଞାସା ନାହିଁ। ତ ଏଇଟାই ଦୁଃଖର କଥା। ଭଗବାନ ଜାଣିଛନ୍ତି ଦୁଃଖ ପାଇଲେ ଏଠୁ ବାହାରିବା ପାଇଁ ଚେଷ୍ଟା କରିବେ ନା। ଯଦି ଜଣେ ବହୁତ ସୁନ୍ଦର ଭଲ ଘରେ ଅଛି, ବହୁତ ଧନ ଧାନ୍ୟରେ ଭରା, ସୁସ୍ଥ ରହୁଛି, ତାର ଛୁଆ ପିଲା ସବୁ ତାର ଅନୁକୂଳ, ତ ସେ କାହିଁକି ଏଠୁ ବାହାରିବା ପାଇଁ ଚାହିଁବ ଲୋ ବାବା, ହେ ନା। ତ ସେଇପାଇଁ ଭଗବାନ ଏତେ ସବୁ ଦୁଃଖ ଦେଉଛନ୍ତି, ତାକି ଦୁଃଖ ମିଳିଲେ ତମେ ଏଠି ବାହାରିବା ପାଇଁ ଚେଷ୍ଟା କରିବ। ଅର୍ଜୁନକୁ ଗୀତା ଜ୍ଞାନ ସିଏ ତ ବେଡରୁମ୍ରେ ବସିକି ଦେଇପାରିଥାନ୍ତେ, ନାଇଁ, ଦେଲେ କେଇଟି? ଯୁଦ୍ଧସ୍ଥଳରେ। କେତେ ବଡ଼ ଭୟାନକ ସ୍ଥାନ, ମୃତ୍ୟୁ ଆଗରେ ହିଁ ମୃତ୍ୟୁ ରହିଛି। ମୃତ୍ୟୁଠୁ ଭୟ ସଂସାର କ'ଣ ଅଛି? ତ ସେଭଳି ସ୍ଥାନରେ ଭଗବାନ କହିଲେ ତାକି ଆମେ ବି ଦୁଃଖରେ ପଡ଼ିନି ଜିଜ୍ଞାସା କରିବା। ତାକି ଦୁଃଖ ସେଇପାଇଁ ଦେଉଛନ୍ତି। ତ ଯଦି ଦୁଃଖ ଦେଲା ପରେ ବି ଯଦି ଫିର୍ ବି ଆମେ ଏଠୁ ବାହାରୁନେ ତ ଆମଠୁ ହତଭାଗା କିଏ ଅଛି? ବହୁତ ସୁନ୍ଦର। ଭଗବାନ ବି ବହୁତ ଦୁଃଖ କରିକି ଉଦ୍ଧବକୁ କହୁଛନ୍ତି ଭାଗବତର ଏକାଦଶ ସ୍କନ୍ଧରେ, ଯେ କହୁଛନ୍ତି ନୃଦେହମ୍ ଆଦ୍ୟମ୍ ସୁଲଭମ୍ ସୁଦୁର୍ଲଭମ୍ ଲବମ୍ ସୁକଳ୍ପମ୍ ଗୁରୁକର୍ଣ୍ଣଧାରମ୍ ମୟାନୁକୂଲେନ ନଭ ସ୍ୱତରିତମ୍ ପୁମାନ୍ ଭବାମ୍ଦି ନ ତରେତ୍ ସ ଆତ୍ମହା। ତାର ଆତ୍ମାର ହତ୍ୟା କରୁଛି। ଭଗବାନ କହୁଛନ୍ତି ଆରେ ତମେ ସଂସାରଟା କ'ଣ କହିଲେ? ସାଗର। ଯେମିତି ଏଇ ଶ୍ଲୋକଟାରେ ସାଗର ସହିତ ତୁଳନା କରିଛନ୍ତି। କାହିଁକି ନା ସାଗର ଯେମିତି ଯିଆଡ଼କୁ ଦେଖିଲେ ପାଣି 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 ପାଣି, ସେଇଭଳି ଇଏ ସଂସାରରେ ଯିଆଡ଼କୁ ଦେଖିଲେ ଦୁଃଖ 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 ହିଁ ଦୁଃଖ। ତ ସେପାଇଁ ସାଗର ସହିତ ତୁଳନା କରୁଛନ୍ତି। କହୁଛନ୍ତି ଇଏ ଏଇ ଯେଉଁ ଭବସାଗରରେ ସବୁ ହାବୁଡ଼ୁବୁ ଖାଉଥିଲେ, ମାନେ ପଶୁ ପକ୍ଷୀ କୀଟ ଜହ୍ନିରେ ଭଟକୁଥିଲେ, ତ ମୁଁ ତାଙ୍କୁ ଦୟା କରିକି ମନୁଷ୍ୟ ଶରୀର ରୂପକୁ ନୌକା ଦେଇଦେଲି। ନା ମାନ ଆପଣ ସାଗରରେ ଫସିଛନ୍ତି, ଆପଣଙ୍କୁ ବାଟ ଜଣା ନାହିଁ, ଏକ ପହଁରିବା ଜଣା ନାହିଁ, ୟା ତ ଦିଗ ଜଣା ନାହିଁ, କେଉଁ ବାଟେ ଗଲେ ଆପଣ ସାଗରକୁ ପାରିବେ ଜଣା ନାହିଁ। ତ କେତେ ଦୁଃଖମୟ ସ୍ଥିତି। ତ ଅଚାନକ ଯଦି ଆପଣଙ୍କୁ ଗୋଟେ ନୌକା ମିଳିଯାଏ ତ ମନରେ ଗୋଟେ ପ୍ରସନ୍ନତା ଆସିଯିବ, ବା ନୌକାରେ ବସି ପାରିନି। ତ ମାନ ନୌକାରେ ବସିବି ଗଲେ ତ ଯିବେ କାଆଡ଼କୁ ନା, କେ ବାଟେ ଗଲେ ଆପଣ କିନାରା ପାଇବି ତ ଜଣା ନାହିଁ, ଆଉ ଦୁଇରେ ନୌକାକୁ ଚଲେଇବା ବି ତ ଜଣା ନାହିଁ। ତ ସେଇପାଇଁ ଭଗବାନ କହୁଛନ୍ତି ତମେ ସବୁ ଏ ଭବସାଗରରେ ପଶୁ ପକ୍ଷୀ କୀଟ ପତଙ୍ଗ ଜହ୍ନିରେ ଭଟକୁଥିଲ, ତ ମୁଁ ତୁମକୁ ମନୁଷ୍ୟ ଶରୀର ରୂପେ ନୌକା ଦେଇଦେଲି, ଆଉ ପ୍ଲସ୍ ଗୁରୁ ରୂପକ କପ୍ତାନ ଦେଲି। କାହିଁକିନା ତୁମକୁ ଜଣା ନାହିଁ, ତମେ କେମିତି ପାରେଇବ ତୁମକୁ ସେଇଟା ଜଣା ନାହିଁ, ନୌକା ଚଲେଇ ଜଣା ନାହିଁ। ତ ସେଇପାଇଁ ମୁଁ ତୁମକୁ କପ୍ତାନ ଦେଲି, ଗୁରୁ ରୂପକ। ଭଗବାନ ପଠାଉଛନ୍ତି ହର ମାନେ ସମୟରେ। ଏମିତି କୌଣସି କଳି ଯୁଗ କ'ଣ, ସତ୍ୟ ଯୁଗ, ଦ୍ୱାପର ଯୁଗ, ସବୁ ଯୁଗରେ ଭଗବାନ ଗୁରୁଙ୍କୁ ପଠାନ୍ତି। ନିଜେ ତ ଆସନ୍ତି
ଭଗବାନଙ୍କର ନିତ୍ୟ ମୁକ୍ତ ଜୀବ ଯେମାନେ ଭଗବାନଙ୍କ ଧାମରେ ଅଛନ୍ତି, ଯେମିତି ପ୍ରଭୁପାଦଙ୍କୁ ପଠେଇଲେ, ତ ଗୁରୁ ରୂପକ କର୍ଣ୍ଣଧାରଙ୍କୁ ପଠେଇଲି, ପ୍ଲସ୍ ଶାସ୍ତ୍ର ରୂପକ ଅନୁକୂଳ ହେବା। ଯେମିତି ମାନ ଆପଣ ଉତ୍ତରକୁ ଯାଉଛନ୍ତି, ଯେଉଁ ଦକ୍ଷିଣ ଦିଗରୁ ଯଦି ହାବା ଆସିବ ତାହେଲେ ନୌକା ଜଲ୍ଦି 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 ପହଞ୍ଚିଯିବ, ପାରେଇଯିବ ହେଲା। ସେଇଭଳି ଶାସ୍ତ୍ର ହେଲା ଅନୁକୂଳ ହେବା। ତ ଶାସ୍ତ୍ର ପଢ଼ିବା ଦ୍ୱାରା ଆମେ ଆହୁରି ଏଇ ଜଗତରକୁ ଯେଉଁ ମୁଖକୁ ଦର୍ଶନ କରିପାରିବା, କେମିତି ଦୁଃଖାଳୟ ବାର ବାର ଏହସାସ କରେଇବ ଶାସ୍ତ୍ର। ଯେମିତି ଭଗବାନ ଏଇ ଗୀତାରେ କେତେ ଜାଗାରେ ଏଇଠି କହିଲେ ନା ଦୁଃଖାର ନେବ, ଅଷ୍ଟମ ଅଧ୍ୟାୟ 15 ନମ୍ବର ଶ୍ଲୋକରେ କହୁଛନ୍ତି, ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଲୟ ଅଶାଶ୍ୱତମ୍ ନ ଆପ୍ନୁବନ୍ତି ମହାତ୍ମନ ସଂସିଦ୍ଧି ପରମ ଗତି। ଏ ମହାତ୍ମା ମାନେ ପରମ ଗତିକୁ ପ୍ରାପ୍ତ ହୋଇଥାନ୍ତି। ମୋତେ ପ୍ରାପ୍ତ କରିକି ତାଙ୍କୁ ଏ ସଂସାରରେ ପୁନର୍ଜନ୍ମ ନେଇତେ ପଡ଼େନି। ଏ ସଂସାରଟା କ'ଣ କହିଲେ? ଦୁଃଖାଲୟମ୍ ଅଶାଶ୍ୱତମ୍। ଯିଏ ଜଗତଟା ବନେଇଛନ୍ତି ସେଇ କହୁଛନ୍ତି ଦୁଃଖାଳୟମ୍, ପୁଣି ଅସ୍ଥାୟୀ। ବାବା ତୁ ମେହନତ କରିକି ତୁ କେମିତି କମ୍ପ୍ରମାଇଜ୍ କରିକି ରହିଯିବୁ? ନାଇଁ, ଅଶାଶ୍ୱତ, ଅସ୍ଥାୟୀ, ରହିପାରିବୁନି ସବୁଦିନ। ତ ସେଇପାଇଁ ବୁଦ୍ଧିମାନ ବ୍ୟକ୍ତି କ'ଣ କରିବା ଦରକାର? ଏଇ ନୌକାର ଫାଇଦା ଉଠାଇ ନେବା ଦରକାର। ତ ଗୁରୁଙ୍କ ମାର୍ଗରେ ରହିକି ଶାସ୍ତ୍ର ରୂପକ ଅନୁକୂଳ ହେବା ପାଇଁକି ବହୁତ ଜଲ୍ଦି ଜଲ୍ଦି ଭବସାଗରକୁ ପାରେଇବା ଦରକାର। ତ ସ୍ୱୟଂ ଭଗବାନ କହୁଛନ୍ତି, ଆଉ ବାର ବାର କହୁଛନ୍ତି ମନୁଷ୍ୟ ଜୀବନ ଦୁର୍ଲଭ। ଆପଣ ଦେଖନ୍ତୁ, ସ୍ୱୟଂ ରାମଚରିତ ମାନସରେ ରାମଙ୍କ ବିଷୟରେ ଆସେ, ସ୍ୱୟଂ ଯେଉଁ ପ୍ରଜାମାନଙ୍କୁ ବସିକି କହୁଛନ୍ତି, ବଡ଼େ ଭାଗ ମାନୁଷ ତନ ପାବା, ବଡ଼େ ଭାଗ୍ୟରେ ଥିନେ ମନୁଷ୍ୟ ଜୀବନ ମିଳେ। ଏ ସହଜ କଥା ନୁହେଁ। ସ୍ୱୟଂ ଭଗବାନ ଏଇ ଶ୍ଲୋକଟାରେ କ'ଣ କହିଲେ? ଯେ ନୃଦେହମ୍ ଆଦ୍ୟମ୍ ସୁଲଭମ୍ ସୁଦୁର୍ଲଭମ୍। ନୃଦେହ ମାନେ ଏ ମନୁଷ୍ୟ ଦେହ ଖାଲି ଦୁର୍ଲଭ ନୁହେଁ, ସୁଦୁର୍ଲଭ। ଦୁର୍ଲଭ। ଆପଣ ଏଇଠି ବିଚାର କରନ୍ତୁ, ଆମ ଘର ଭିତରେ ଯେତିକ ପିମ୍ପୁଡ଼ି ଅଛନ୍ତି, ପୁରା ବାସୁଦେବପୁରରେ ସେତିକି ଲୋକ ନଥିବେ, ଖାଲି ଆମ ଘରେ। ବାକି ତ ଅନେକ ଘର ରହିଛି, ବାକି ବାହାର ଏରିଆ ରହିଛି, ପଶୁ ପକ୍ଷୀ କୀଟ ପତଙ୍ଗ ଅନେକ ଜୀବ ରହିଛନ୍ତି। ଗୋଟେ ଘରେ ଆମେ ଦେଖିବା ଭେରାଇଟିର ଛୋଟରୁ ଛୋଟ ପିମ୍ପୁଡ଼ି ଥିବେ, ପୁଣି ତାଠୁ ନାଲି ପିମ୍ପୁଡ଼ି ଥିବେ, କଳା ପିମ୍ପୁଡ଼ି ଥିବେ, ଘାସୁଆ ପିମ୍ପୁଡ଼ି ଥିବେ, ସେ ପୁଣି ଲାଖର ବାହାରୁଥିବେ। ସେ ଗୋଟେ ଜୀବାତ୍ମା, ବୁଝିବା ଦରକାର। ତ ଏଉଠୁ ବୁଝିବା ଦରକାର ମନୁଷ୍ୟ ଜୀବନ ଦୁର୍ଲଭ ନା। ଆମେ ଦେଖୁଛେ ମାର୍କେଟ କଥା, ଆରେ କେତେ ଲୋକ ତ, କେତେ ତ ମଣିଷ ଅଛନ୍ତି, କିନ୍ତୁ ଏଇ ମାନେ ତୁଳନାରେ ଦେଖିବାକୁ ଗଲେ ବାକି ସବୁ ଜୀବଙ୍କ ବିଷୟରେ, ଗଛଲତା ଦେଖନ୍ତୁ, ପଶୁପକ୍ଷୀ ଦେଖନ୍ତୁ, କିଡ଼େ ମକୋଡ଼େ ଦେଖନ୍ତୁ, ଖାଲି ପିମ୍ପୁଡ଼ିକେ ଦେଖନ୍ତୁ, ହଜାର ଲାଖର। ଗୋଟେ ପର୍ସନାଲି ସେମାନେ ଗୋଟେ ସେପାରେଟ୍ ଆତ୍ମା। ଆମେ ଯେମିତି ଗୋଟେ ସେପାରେଟ୍ ଆତ୍ମା। ମୁଁ ଖାଇଦେଲେ ମୋ ସ୍ୱାମୀର ପେଟ ଭରୁନି, ସ୍ୱାମୀ ଖାଇଦେଲେ ମୋ ପେଟ ଭରୁନି, ମୋତେ କିଛି କଷ୍ଟ ହେଲେ ସେ ନେଇପାରୁନାହାନ୍ତି, ତାଙ୍କୁ କିଛି କଷ୍ଟ ହେଲେ ମୁଁ ନେଇପାରୁନି। ସମସ୍ତେ ନିଜ ନିଜର କର୍ମ ଫଳ ଆମେ ଭୋଗ କରୁଛେ। ପର୍ସନାଲି ଆମେ ସମସ୍ତେ ଜଣେ ଜଣେ ଅଲଗା ଅଲଗା ଆତ୍ମା। ତ ସେଇଭଳି ସେମାନେ କାଟୁଛନ୍ତି, ସେ ଶରୀର ଏବେ ପାଇଛନ୍ତି ପିମ୍ପୁଡ଼ି ପରେ ଆଉ କି ଶରୀର, ଆଉ କି ଶରୀର, ଇଏ କିଡ଼େ ମକୋଡ଼େ ଶରୀର କାଟିବେ, ପଶୁପକ୍ଷୀ, କେବେ ମନୁଷ୍ୟ ଶରୀର ମିଳିବ? ତ ବାର ବାର ଭାଗବତରେ କୁହନ୍ତୁ, ଗୀତାରେ ଦୁର୍ଲଭ ମାନୁଷ ଜୀବନଟାକୁ କୁହାହେଉଛି। ପ୍ରହ୍ଲାଦ ମହାରାଜ କହୁଛନ୍ତି, କୌମାରତେ ଆଚରତି ପ୍ରାଜ୍ଞ ଧର୍ମାନ ଭାଗବତାନିହ ଦୁର୍ଲଭ ମାନୁଷମ ଦେହମ୍ ଦେହିନାମ କ୍ଷଣ ଭଙ୍ଗୁର। ଆରେ କୁମାର ଅବସ୍ଥାଟାରୁ ଭକ୍ତି କରିନିଅରେ ବାବା, ଅପେକ୍ଷା କରନି 50 ବର୍ଷ ପରେ କରିବ ବୋଲି, କାହିଁକିନା କ୍ଷଣ ଭଙ୍ଗୁର। ଏକ ତ ଏଇ ମନୁଷ୍ୟ ଜୀବନ ଦୁର୍ଲଭ, ପୁଣି କ୍ଷଣ ଭଙ୍ଗୁର, କେତେବେଳେ ନଷ୍ଟ ହେଇଯିବ। ତେଣୁ କୁମାର ଅବସ୍ଥାରେ ଭକ୍ତି କର। ସ୍ୱୟଂ ଭାଗବତରେ ନିମି ମହାରାଜ କହୁଛନ୍ତି, ଦୁର୍ଲଭ ମାନୁଷମ ଦେହ ଦେହି ନାମ କ୍ଷଣ ଭଙ୍ଗୁର ତତ୍ରାପି ଦୁର୍ଲଭ ମାନେ ବୈକୁଣ୍ଠ ପ୍ରିୟ ଦର୍ଶନ। ଏ ସଂସାରରେ ମନୁଷ୍ୟ ଜୀବନ ପାଇବା ବହୁତ ଦୁର୍ଲଭ। ଆଉ ଖାଲି ସେତିକି ନୁହେଁ, ଦୁର୍ଲଭ ମଣିଷ ଜୀବନ ମିଳିକି ବି ନଷ୍ଟ କରିଦେଉଛନ୍ତି। ତ ତାଠୁ ଦୁର୍ଲଭ କ'ଣ? ବୈକୁଣ୍ଠ ପ୍ରିୟ ଦର୍ଶନ, ଭଗବାନଙ୍କର ପ୍ରିୟ ଭକ୍ତଙ୍କୁ ଦର୍ଶନ ପାଇବା। ସାଧୁ ସଙ୍ଗ ମିଳିଲେ ସିନା ଆମକୁ ଏଇ ଜ୍ଞାନ ମିଳିବ। ଯାହାର ସାଧୁ ସଙ୍ଗ ନାହିଁ, ଦେଖନ୍ତୁ ମନୁଷ୍ୟ ଜୀବନ ପଶୁ ଭଳିଆ ବିତେଇକି ନଷ୍ଟ କରିଦେଲେ। ତ ସେ ଭାଗ୍ୟବାନ ଲୋକକୁ ହିଁ, ଏକ ତ ମନୁଷ୍ୟ ଜୀବନ ଦୁର୍ଲଭ, ପୁଣି ବୈକୁଣ୍ଠ ପ୍ରିୟ ମାନେ ଭକ୍ତଙ୍କ ଦର୍ଶନ ପାଇବା ବି ଆହୁରି ଦୁର୍ଲଭ। ତେଣୁ ଆମେ କେତେ ଭାଗ୍ୟବାନ ଯେ କମ୍ ସେ କମ୍ ପ୍ରଭୁପାଦଙ୍କ ମାନେ ଭଳିଆ ସାଧୁଙ୍କୁ ଦର୍ଶନ ମାନେ ପାଇଛେ ଆମେ। ଆଉ ସେ ଖାଲି ଏକଲା ନୁହେଁ, କେତେ ସାଧୁଙ୍କୁ ବନେଇକି ଛାଡ଼ି ଦେଇଗଲେ। ଯଦି ଆମେ ସେଇ ସାଧୁଙ୍କର ଫାଇଦା ନ ଉଠେଇବା, ତ ଆମ ଜୀବନ ବୃଥା ହେଇଗଲା। ତ ଇଏ ବୁଝିବା ଦରକାର। ବହୁତ ସୁନ୍ଦର ଭଗବାନ ଏଇ ପାଇଁ କହୁଛନ୍ତି ଭଗବତ ଗୀତା, ଦୁଃଖ ସାଗରରୁ ବାରରେ ବାଇ। ଭଗବାନଙ୍କର କେତେ ଚିନ୍ତା ଦେଖନ୍ତୁ। ଯେତେ ଯାଏ ଆମେ ଆତ୍ମା ଜ୍ଞାନ ନ ହେଇଛେ କେମିତି ବାହାରିବା? ଆମେ ତ ଶରୀର ବୋଲି ମୁଁ ଭାବେ ନେଇଛେ, ଆକୁ ଖାଇତେ ପିଇତେ ଦେବା, ଭଲ ଭଲ ନାଇବା ପିନ୍ଧିବା, ବାସ୍ ମସ୍ତ ରହିବା, ଖାଅ ପିଅ ଏସ କର, କାଲି କିଛି ନା ଦେଖା, କାଲିକି ମରିଗଲେ ତ ସରିଗଲା। ଏଇ ଧାରଣା, ଏଇଟା ଅଜ୍ଞାନ।
ତ ଜ୍ଞାନ କ'ଣ ଯେ ମୁଁ ଶରୀର ନୁହେଁ, ଶରୀର ଗୋଟେ ଯନ୍ତ୍ର ମୋତେ ମିଳିଛି। କାହାକୁ ବାଘର, କାହାକୁ ସିଂହର, ତ କାହାକୁ ପଶୁ ପକ୍ଷୀ କୀଟ କେତେ 84 ଲାଖ ଶରୀର ମିଳିଛି, କିନ୍ତୁ ମୁଁ ଭାଗ୍ୟବାନ, ମୋତେ ମନୁଷ୍ୟ ଶରୀର ମିଳିଛି। ତ ଏଇ ଶରୀରରେ ମୁଁ କ'ଣ ସାଧନା କରିକି ଭଗବତ ଧାମକୁ ଯାଇପାରିବି। ଯେମିତି ସ୍ୱୟଂ ରାମ କହୁଛନ୍ତି, ବଡ଼େ ଭାଗ ମାନୁଷ ତନ ପାବା, ସୁର ଦୁର୍ଲଭ ସବ ଗ୍ରନ୍ଥ ଗାବା। ସବୁ ଗ୍ରନ୍ଥ ଗାଉଛି କ'ଣ, ଦେବତାମାନଙ୍କ ପାଇଁ ବି ମନୁଷ୍ୟ ଶରୀର ପାଇବା ଦୁର୍ଲଭ ଯେ ଆମକୁ ମିଳିଛି। କ'ଣ କର ନା କ'ଣ କରିବା ଦରକାର ଏଥିରେ, ନା ସାଧନ ଧାମ ମୋକ୍ଷ କର ଦ୍ୱାରା ସାଧନା କରିକି ମୁକ୍ତିକୁ ପ୍ରାପ୍ତ କର। ବାରମ୍ବାର ଜନ୍ମ ମୃତ୍ୟୁ ଚକ୍କରରୁ ମୁକ୍ତ ହୁଅ। ଆଉ ପାଇ ନ ଯାଇ ପରଲୋକ ସବାରା। ଏତେ ସୁନ୍ଦର ମନୁଷ୍ୟ ଜୀବନ ପାଇଲା ପରେ ବି ତମେ ଯଦି ପରଲୋକକୁ ସବାରିଲନି, ବା ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ନିଜକୁ ନ କଲ, ତାହେଲେ ତମଠୁ ହତଭାଗା ସଂସାର କିଏ ଅଛି? ତ ଭଗବାନ ଏଇ ଭଗବତ ଗୀତା ଏଇପାଇଁ କହିଛନ୍ତି, ଦୁଃଖାର ନବ ସଂସାରରୁ ଆମକୁ ବାହାରିବା ଦରକାର। ତ କିନ୍ତୁ ବାହାରିବା କେତେବେଳେ, ଯେତେବେଳେ ଦିବ୍ୟ ଜ୍ଞାନ ରୂପକ ନୌକାରେ ବସିବା। ତ ସେଇପାଇଁ ତ ଭଗବତ ଗୀତାର ମହିମାରେ କହୁଛନ୍ତି ନା, ସଂସାର ସାଗର ଭଇ ଯତି ଇଚ୍ଛାମି ଯୋ ନର, ତତି ଇଚ୍ଛାମି ଯୋ ନର। ସଂସାର ସାଗରକୁ ଯିଏ ପାଇବାକୁ ମାନେ ସାଗରକୁ ଯିଏ ଅତିକ୍ରମ କରିବାକୁ ଚାହୁଁଛି, ପାରେଇବାକୁ ଯିଏ ଚାହୁଁଛି ସଂସାର ସାଗରରୁ, କ'ଣ କରତେ ପଡ଼ିବ ନା ଗୀତା ନାଓ ସମାରୋହ। ଗୀତା ରୂପିକେ ନାଓରେ ବସିଯାଅ। ଆଉ କ'ଣ କର ନା ପାରମ ଭବେତ ସୁଖେ ନଚ, ବହୁତ ସୁଖପୂର୍ବକ ଭବସାଗରକୁ ପାରେଇ ଯାଅ। ତ ଗୀତା ରୂପକ ନାଓରେ ବସିକି ତ ଭଗବାନ ଏଇଟା କହୁଛନ୍ତି, ଗୀତା ହିଁ ତ ଜ୍ଞାନ ଦେଉଛନ୍ତି ନା ଭଗବାନ ଏଥିରେ। ତ କ'ଣ କରତେ ପଡ଼ିବ, ନିଜକୁ ଜାଣିତେ ପଡ଼ିବ। ଯେତେବେଳେ ଆମେ ଜାଣିଯିବା ଯେ ମୁଁ ଆତ୍ମା, ତାହେଲେ ଆତ୍ମା ତା ପର ଷ୍ଟେଜ୍ ହେଲା, ଆତ୍ମା କିଏ ନା ମମେଇ ବାଂଶ। ଭଗବାନ କହୁଛନ୍ତି ମୋର ଅଂଶ। ଅଂଶର କାମ କ'ଣ, ପୂର୍ଣ୍ଣର ସେବା କରିବା। ତ ବାସ୍ ଏତିକି ଯେତେବେଳେ ଆମେ ଏଇ ସେବା ହିଁ କରୁନେ ବୋଲି ତ ସଂସାରରେ ଫସିଛେ। ସେବା ତ କରତେ ପଡ଼ିବ। ଆପଣଙ୍କର ଭଗବାନ, ଆମେ ଭଗବାନଙ୍କର କରିବାନି ତ ମାୟାର କରିବା। ଜୀବର ସ୍ୱରୂପ ହେଲେ ସେବା କରିବା। ଯଦି ସେ ଭଗବାନଙ୍କର ନ କରେ ତ ମାୟାର କରିବା। ଆଉ କରୁଛେ ଏଠି ଦେଖୁନାହାନ୍ତି, ଗୋଟେ ଡକ୍ଟର ବି ଶପଥ ନେଉଛି ମୁଁ ରୋଗୀଙ୍କର ସେବା କରିବି। ଗୋଟେ ଆର୍ମି ମ୍ୟାନ୍ ବି ଶପଥ ନେଉଛି ମୁଁ ହେଉଛି ଦେଶର ସେବା କରିବି। ତ ଘରେ ବି ଦେଖୁଛନ୍ତି ସ୍ୱାମୀ ଦିନ ଭର ଗଧା ମେଲ ବୋଲେ ଖଟୁଛି, ସେ କାହାର ସେବା କରୁଛି? ପତ୍ନୀ, ଛୁଆ, ପିଲା, ବାପା ମାଇମାନଙ୍କର ସେବା କରୁଛି। ଦୋକାନଦାର ଯେ ଜିନିଷ ବିକ୍ରି କରୁଛନ୍ତି, ଏଇଠି ଭଲ ସେବା ଉପଲବ୍ଧ, ସମସ୍ତେ ସେବା ତ କରୁଛନ୍ତି। କାହିଁକି ନା ଭଗବାନଙ୍କର ସେବା କଲେନି। ତ କାହାର କେହି ନଥିବେ, ପ୍ରଭୁପାଦ ଯେମିତି ଗୋଟେ କୁକୁରକୁ ରଖିବ ସିଏ। ଯଦି କେହି ନାହାନ୍ତି, ସେବା ତ କରିବା ନା, ଜୀବର ସ୍ୱରୂପ ତ ସେବା କରିବା। ତ କ'ଣ କରିବ, କୁକୁରକୁ ରଖିବ। ତାକୁ ଝାଡ଼ା ନେଇକି ଯିବ, ତା ବେକର ବାନ୍ଧି ଦେଇକି କ'ଣ ଦୌଡ଼ି ଝାଡ଼ା ନେଇତେ ଯିବ, ତାର ସେବା କରିବ। ଦେଖ ଆଣିବ, ତା ଗୋଡ଼ ଧୋଇବ, ତାକୁ କେତେ ସୁନ୍ଦର ଗାଧେଇବ, ଖୁଆଇବ, ବେଡ଼ରେ ଶୋଇବ, ସେବା ତ କରିବ। ତ ଭଗବାନଙ୍କର କଲାନି ତ ଠାକୁରର କଲେନି ତ କୁକୁରର କରିବ। ତ କରତେ ତ ପଡ଼ିବ, ସେବା କରିବା ଜୀବର ସ୍ୱରୂପ। ତ ଯଦି ଭଗବାନଙ୍କର ନ କଲେ ମାୟାର କରିବା, ଆଉ କେତେ ଦିନ କରିବା? ଆଉ ମାୟା ଲାତ ମାରୁଛି ଏଠି, କେତେବେଳେ ଭୂକମ୍ପ, କେତେବେଳେ ତୁଫାନ, କେତେବେଳେ ସୁନାମି। ତ ଏଇଭଳିଆ କେବଳ ଆମେ ଆସୁଥିବା, ଏଇଭଳିଆ ମାୟା ଦ୍ୱାରା ଦଣ୍ଡ ପାଉଥିବା। କାହିଁକିନା ଯେତେଯାଏ ଆମେ ଭଗବାନଙ୍କର ସେବା ନ କରିଛେ, ସେତେଯାଏ ମାୟାର ଦଣ୍ଡ ହିଁ ଖାଇବା। କିନ୍ତୁ ଫିର୍ ବି ଆମେ ଏତେ ଢିଟି ବାହାରିତେ ଚାହୁଁନେ ନା, ଜିଜ୍ଞାସା କେବେ ହେଉଛି? ତ ଯେତେବେଳେ ଆମ ମନୁଷ୍ୟ ଜୀବନ, ସେଇପାଇଁ କହୁଛନ୍ତି ଭଗବାନ ଏତେ ସୁନ୍ଦର ବୁଦ୍ଧି ବିବେକ ବାଣୀ ଦେଇଛନ୍ତି। ତ ଜିଜ୍ଞାସା କରିବା ଦରକାର। କେଉଁଠି ଗୁରୁଙ୍କ ପାଖରେ ଯାଇକି ଭଗବାନ କେତେ କହିଗଲେ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଶନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଗୁରୁଙ୍କ ନିକଟରେ ଯାଇକି ଜିଜ୍ଞାସା କର, ତତ୍ତ୍ୱଦର୍ଶୀ ତୁମକୁ ଜ୍ଞାନ ଦେବେ ଯେ ତୁ ଶରୀର ନୁହେଁ ଆତ୍ମା। ତୁ ଶରୀର ବୋଲି ନିଜକୁ ଭାବି ନେଇଛୁ ବୋଲି ଏତିକି ଦୁଃଖର କାରଣ। ତୁ ଆତ୍ମା ବୋଲି ଭାବ, ତୁ ଭଗବାନଙ୍କର ଅଂଶ, ବାସ୍ ଭଗବାନଙ୍କର ସେବା କର। ସେଇ ସେବା ତ କରିବୁ ନା, ତୁ ଯାହା କରୁଛୁ ଭଗବାନ ପାଇଁ କର। ଯାହା ବି କରୁଛୁ, ତୁ କଥା କହୁଛୁ ନା, ଭଗବାନଙ୍କ କଥା କହ। କିଛି ଜପ କରୁଛୁ ତ ଭଗବାନଙ୍କ ନାମ କର। ଦେଖୁଛୁ ତ ଭଗବାନଙ୍କ ଦର୍ଶନ କର, ଶୁଣୁଛୁ ତ ଭଗବାନଙ୍କ କଥା ଶୁଣୁ, ଶୁଙ୍ଗୁଛ ଭଗବାନଙ୍କର ଫୁଲ ସଙ୍ଗତ, କିଛି କରୁଛୁ ଭଗବାନଙ୍କ ସେବା କରୁଛୁ, ଚାଲୁଛୁ ତ ଭଗବାନଙ୍କ ଧାମକୁ ଚାଲ। ସବୁ ଇନ୍ଦିରା ଭଗବାନଙ୍କ ସେବାରେ ଲାଗି ଦେଖ, ଫିର୍ ଭଗବତ ଧାମ। ଭଗବାନଙ୍କ ସେବାରେ ଲାଗିବୁ ତ ଭଗବତ ଧାମ ଦୁଃଖାନବ ସାଗରକୁ ପାରେଇଯିବୁ। ଆଉ ଯଦି ମାୟାର ସେବା କରିବୁ, ଜନ୍ମ ଜନ୍ମାନ୍ତର ଏଇଠି ମାୟାର ଲାତ ଖାଇବୁ। ତୁ ଚଏସ୍ କର, କ'ଣ ଚଏସ୍ କରିବୁ? ତୁ ଏଇଠି ରହିବୁ ନା ଭଗବତ ଧାମ ଯିବୁ, ଦୁଃଖାନବ ସାଗରକୁ ପାର କରିବୁ। ତ ଆମେ ବୁଦ୍ଧିମାନ ଯଦି ସାଧୁ ସଙ୍ଗରେ ଆସିଲେଣି, ଜାଣିଲେଣି,
ତ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କ'ଣ? ତେବେ ନିଶ୍ଚୟ ଆମ ମନୁଷ୍ୟ ଜୀବନକୁ ଧନ୍ୟ କରିବା, ଏ ସାଧୁ ସଙ୍ଗରେ ବସିକି ନିଜ ମନୁଷ୍ୟ ଜୀବନ ଉଦ୍ଦେଶ୍ୟକୁ ବୁଝିକି ଆଉ ମନୁଷ୍ୟ ଜୀବନର ଲକ୍ଷ୍ୟ ଯେ ଭଗବତ ଧାମକୁ ଯିବା, ଏଇଟା ମନରେ ଆଗେ ଗାଣ୍ଠି ପକାନ୍ତୁ ଯେ ହଁ ମୋତେ ଆଉ ଯଦି ଦୁଃଖକୁ ଏହସାସ କରାଯିବ ଏଇଠି ଯେ ବାସ୍ତବିକ ଆପଣ ଯଦି ଦୁଃଖୀ ତାହେଲେ ଏଠୁ ବାହାରନ୍ତୁ। ଭଗବାନ ଚାହାନ୍ତି ନା, ସେଇପାଇଁ ତ ଏତେ କଥା କହୁଛନ୍ତି, ବାର ବାର ଘୁରି ଫୁରିକି ସେଇଠି ଆସି ପହଞ୍ଚିବେ। ସଂସାର ଦୁଃଖମୟ, ଏଠୁ ବାହାର। ମୋର ସେବା କରିବ, ମୋ ପାଖକୁ ଆସିବ। ସଂସାର ସେବା କରିବ ତ ସଂସାର ରହିବ। ତ ଏଇଟା ଆମ ଉପରେ ନିର୍ଭର କରେ। ଠିକ୍ କିଛି ସମୟ ହେଇଯାଇଛି, ତ ଏଇଭଳିଆ ବାର ବାର ଭଗବାନ କହିବେ, ଆମେ ବାର ବାର ଶୁଣିନି ଯାଇକି ଆମ ଖୋପଡ଼ିରେ ଏ କଥା ପଶିବ। ଠିକ୍ ଅଛି, ତୁମର ପ୍ରସ୍ତୁତ କରିବାରେ ଯଦି କିଛି ଭୁଲ ତ୍ରୁଟି ରହିଯାଇଥିବ ନିଜ ମନରେ କ୍ଷମା କରିବେ। ବାଞ୍ଛା କଲ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟେବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେୟୋ ନମୋ ନମଃ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ରାମ ରାମ, ହରେ ହରେ।